ବର୍ଷା ଦିନିଆ ପାଗରେ ମୁସୁମୁସିଆ ପକୋଡ଼ି କାହାକୁ ବା ଖାଇବାକୁ ଭଲ ନ ଲାଗେ। ମୋର ଖାଇବାକୁ ବହୁତ ଇଚ୍ଛା ହେଉଥିଲା, କିନ୍ତୁ କରିବାକୁ ଜମା ଇଚ୍ଛା ହେଉନଥିଲା। ବାରିଆଡ଼କୁ ଯାଇଥିଲି ଟିକେ ବୁଲି, ଦେଖିଲି ବହୁତ ସୁନ୍ଦର ଭୃଷଙ୍ଗ ପତ୍ର ହେଇଛି। ତାକୁ ଦେଖି ଛିଣ୍ଡେଇ ନେଇ ଆସିଲି। ବୋଉକୁ କହିଲି, ବୋଉ ଟିକେ ପକୋଡ଼ି ଛାଣୁନୁ, ବର୍ଷା ପାଗକୁ ବହୁତ ଭଲ ଲାଗିବ। ବାପା ଅଛନ୍ତି, ତୁ ମୁଁ ଆମେ ସମସ୍ତେ ଖାଇବା। ତାପରେ ମନେ ମନେ ରାଗୁଥିଲା, କ'ଣ ମୁଁ ତୋତେ ସବୁ କରିକି ଦେବି, ତୁ କିଛି କରିବୁନୁ। ତାପରେ ସେଇଠୁ କ'ଣ ହେଲା କେଜାଣି, ଭୃଷଙ୍ଗ ପତ୍ର ଦେଖି ତାର ବହୁତ ଇଚ୍ଛା ହେଲା। ତାପରେ ସିଏ କ'ଣ କଲା, ଅଦା ରସୁଣ ଛଡ଼େଇକି ଅଦା ରସୁଣକୁ ଛେଚିଦେଲା। ତାପରେ ପିଆଜ କାଟିଦେଲା, ତାପରେ ଲଙ୍କା କାଟିଦେଲା, ଭୃଷଙ୍ଗ ପତ୍ର କାଟିଦେଲା। ତାପରେ ବେସନରେ ସବୁ ପକେଇକି ତାକୁ ଭଲସେ ଗୋଳେଇ ଦେଲା। ତାପରେ ସେଥିରେ ଲୁଣ ଆଉ ବାଇସୋଡ଼ା ପକେଇକି ତାକୁ ଆହୁରି ବହୁତ ଭଲ ଭାବେ ଗୋଳେଇ ଦେଲା ପାଣି ସହ। ତାପରେ କଡ଼ାଇରେ ତେଲ ଗରମ କରିକି ତାକୁ ଫଟାଫଟ ଛାଣିଦେଲା। ଓ ଛାଣିଲା ବେଳକୁ ତ ମୋର ତ ଖାଲି ପେଟ କଟ କଟ ହେଉଛି, ଆଉ କ'ଣ କରିବି। ତାପରେ ମୁଁ ବିଲେଇ ଭଳିଆ ଖାଲି ଅନେଇ ବଇଥିଲି କେତେବେଳେ ଖାଇବି। ତାପରେ ଯେତେବେଳେ ଛାଣି ସାରିଲା ତ ମୁଁ ସବୁ ଖାଇଲି। ତାପରେ ବାପାଙ୍କୁ ଦେଲି। ବାପା ମୁଁ ସିଏ 3 ଜଣ ଯାକ ବର୍ଷା ପାଗର ମଜା ନେଲୁ, ବହୁତ ଭଲ ଲାଗିଲା।